ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ମକର ସଂକ୍ରାନ୍ତିରେ ଶ୍ରଦ୍ଧାଳୁଙ୍କ ଗହଳି। ମକର ସଂକ୍ରାନ୍ତି ହେଉଛି ଉପାସନାର ପର୍ବ। ଏହି ପର୍ବ ଜୀବନରେ ଶୁଷ୍କ ତାକୁ ସମାପ୍ତ କରି ନୂତନ ଶକ୍ତି ଭରିଥାଏ। ହିନ୍ଦୁ ଶାସ୍ତ୍ର ମତାମତ ଅନୁସାରେ ସୂର୍ଯ୍ୟ ହିଁ ସକଳ ଶକ୍ତିର ଆଧାର। ସୂର୍ଯ୍ୟ ପୁରାଣରେ ସୂର୍ଯ୍ୟଙ୍କୁ ବ୍ରହ୍ମଙ୍କର ପ୍ରତ୍ୟକ୍ଷ ସ୍ୱରୂପ କୁହାଯାଏ। ସଂକ୍ରାନ୍ତି ହେଉଛି ସଂକ୍ରମଣ ଅର୍ଥାତ୍ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବାର ଦିନ। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରୁ ଧନୁ ରାଶିରୁ ମକର ରାଶିକୁ ଗମନ କରନ୍ତି। ଏହି ଦିନଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ। ମକର ସଂକ୍ରାନ୍ତିର ଅନେକ ପୌରାଣିକ ମହତ୍ତ୍ୱ ଅଛି। ସୂର୍ଯ୍ୟଙ୍କର ଉତ୍ତରାୟଣରୁ ଧାର୍ମିକ କାର୍ଯ୍ୟ ଆରମ୍ଭ ହୋଇଥାଏ। ମହାଭାରତ ଯୁଦ୍ଧରେ ପିତାମହ ଭୀଷ୍ମ ମୃତ୍ୟୁ ପାଇଁ ସୂର୍ଯ୍ୟଙ୍କର ଉତ୍ତରାୟଣକୁ ଅପେକ୍ଷା କରିଥିଲେ ଓ ଉତ୍ତରାୟଣ ହେବା ମାତ୍ରେ ପ୍ରାଣତ୍ୟାଗ କରିଥିଲେ। ଏହି ଦିନ ସୂର୍ଯ୍ୟ ନିଜ ପୁତ୍ର ଶନିଙ୍କୁ ଦେଖା କରିବା ପାଇଁ ତାଙ୍କ ଘରକୁ ଯାଇଥିଲେ। ଶନିଦେବ ମକର ରାଶିରେ ସ୍ୱାମୀ ହୋଇଥିବାରୁ ଏହି ଦିବସକୁ ମକର ସଂକ୍ରାନ୍ତି ଭାବେ କୁହାଯାଏ। ମକର ସଂକ୍ରାନ୍ତି ଦିନ ଦେବୀ ଗଙ୍ଗା ଭାଗୀରଥୀ ପଛେ ପଛେ ଯାଇ କପିଳ ମୁନିଙ୍କ ଆଶ୍ରମରେ ପହଞ୍ଚିଥିଲେ। ଏହାପରେ ଭାଗୀରଥୀଙ୍କ ବଂଶ ଉଦ୍ଧାର ହୋଇଥିଲା। ଶେଷରେ ଦେବୀ ଗଙ୍ଗା ସାଗରରେ ମିଶିଥିଲେ। ସେଥିପାଇଁ ମକର ସଂକ୍ରାନ୍ତି ଦିନ ଗଙ୍ଗା ସାଗର ସ୍ନାନରେ ବିଶେଷ ମହତ୍ତ୍ୱ ରହିଛି। ଏହି ମାସ ଅତ୍ୟନ୍ତ ପବିତ୍ର ମାସ। ଏହି ମାସରେ ମୃତ୍ୟୁବରଣ କରୁଥିବା ଲୋକ ବିଷ୍ଣୁ ଲୋକରେ ସ୍ଥାନ ପାଇଥାଏ। ମକର ସଂକ୍ରାନ୍ତିରେ ଜଗନ୍ନାଥ ମନ୍ଦିରରେ ସ୍ୱତନ୍ତ୍ର ମକର ନୀତି ହୋଇଥାଏ। ଶ୍ରୀଜୀଉଙ୍କ ଆଜି ମକର ଚୂଳ ଲଗାଇ ଯାଇଥିଲା। ସକାଳେ ପୂଜାର୍ଚ୍ଚନା ଓ ମଧ୍ୟାହ୍ନରେ ଧୂପ ନଡ଼ିଆ କଦଳୀ ଘିଅ ମିଠା ଦୁଧ ଗୁଡ଼ ଖୁଆ ଓ ଅରୁଆ ଚାଉଳ ମିଶାଇ ପ୍ରସ୍ତୁତ ମକର ଭୋଗ ଲାଗି ହୋଇଥିଲା। ମକର ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଏବଂ ମକର ଚାଉଳ ପାଇବା ପାଇଁ ଜଗନ୍ନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଲାଗିଥିଲା। ଜୟ ଜଗନ୍ନାଥ। ମହାପ୍ରଭୁ ବିଜୟ ରାଇରଙ୍ଗପୁର ଆଜି ପବିତ୍ର ମକର ସଂକ୍ରାନ୍ତି। ଆଜି ମକର ସଂକ୍ରାନ୍ତିରେ ଯେଉଁ ବିଧି ଅଛି ଆମ ଶ୍ରୀମନ୍ଦିରର ନୀତିକାନ୍ତି ଅନୁସାରେ ବଡ଼ି ଭୋରରୁ ମଙ୍ଗଳ ଆରତୀ ପରେ ମୈଲମ ଅବକାଶ ପ୍ରାତଃ ସୂର୍ଯ୍ୟ ପୂଜା ଏବଂ ରସୋହୋମ ଆଦି କାର୍ଯ୍ୟ ସମାପନ ପରେ ମହାପ୍ରଭୁଙ୍କର ଯେଉଁ ମକର ତଡ଼ପ ଲାଗି ହୁଏ ତାହା ଲାଗି ହେଲା, ଯାହାକୁ ମକର ଚାଉଳ କୁହାଯାଉଛନ୍ତି। ସେ ମକର ଚାଉଳ ଲାଗି ହେଲେ ମକର ଚୂଳ ଲାଗି ହେଲେ ଏବଂ 11 ଘଟିକା ସମୟରେ ଆମର ପଙ୍ଗତ ମଧ୍ୟ ହେଲା। ଖେଚୁଡ଼ି ଭୋଗ ଗୋଟା ସ୍ୱତନ୍ତ୍ର ମକର ସଂକ୍ରାନ୍ତି ଦିନ ଅନୁଷ୍ଠିତ ହୁଏ। ଶ୍ରୀ ଜଗନ୍ନାଥ ମହାପ୍ରଭୁ ବିଜେ ଆମର ଯେଉଁ ଆଦିବାସୀ ଅଧ୍ୟୁଷିତ ଜଗନ୍ନାଥ ମହାପ୍ରଭୁ ହୋଇଥିବାରୁ ଗୋଟେ ସ୍ୱତନ୍ତ୍ର ଖେଚୁଡ଼ି ଭୋଗ ଲାଗି ହୁଅନ୍ତି ମହାପ୍ରଭୁ। ସେ ମଧ୍ୟ 11 ସମୟରେ ଲାଗି ହେଲେ ଆଜି ଅନେକ ଭକ୍ତ ଶ୍ରଦ୍ଧାଳୁମାନେ ମା ଭଉଣୀମାନେ ସମସ୍ତେ ଏକତ୍ରିତ ଥିଲେ। ବଡ଼ି ଭୋରରୁ ଖଡ଼ଖାଇ ନଦୀରେ ଦିବ୍ୟ ସ୍ନାନ କରି ଆମର ଯେଉଁ ମକର ସ୍ନାନ ଏକୁ ସମାହିତ କରି ସମାପନ କରି ସମସ୍ତେ ଆସି ଜଗନ୍ନାଥ ମନ୍ଦିର ଏବଂ ପାର୍ଶ୍ୱ ଯେଉଁ ଦେବାଦେବୀ ଅଛନ୍ତି ଏ ମନ୍ଦିରରେ ସମସ୍ତରେ ଯାଇ ଭୋଗ କଲେ, ଦର୍ଶନ କଲେ। ମାଙ୍କର ସବୁ ବିଭିନ୍ନ ପ୍ରକାର ମା ଭଉଣୀମାନେ ବିଭିନ୍ନ ପ୍ରକାର ଆଶୀର୍ବାଦ ମଧ୍ୟ ସମସ୍ତ ଦେବାଦେବୀଙ୍କଠାରୁ ନେଲେ। ଜଗନ୍ନାଥ ମହାପ୍ରଭୁଙ୍କର ଇଏ ହେଉଛି ରାଇରଙ୍ଗପୁରର ଜଗନ୍ନାଥ ମହାପ୍ରଭୁଙ୍କ ନୀତିକାନ୍ତି। ବଡ଼ି ଭୋରରୁ ଆମର ସମସ୍ତ କାର୍ଯ୍ୟ ସମାପନ ପରେ ଅନେକ ଶ୍ରଦ୍ଧାଳୁ ଭକ୍ତ ମନ୍ଦିରରେ ଭିଡ଼ ଲଗାଇଥିଲେ। ସେମାନେ ସବୁ ଦର୍ଶନ କଲେ ଏବଂ ମହାପ୍ରଭୁଙ୍କର କୃପା ସମସ୍ତେ ଗ୍ରହଣ କଲେ। ଇଏ ହେଉଛି ମକର ସଂକ୍ରାନ୍ତିରେ ଆମ ଜଗନ୍ନାଥ ମହାପ୍ରଭୁଙ୍କ ନୀତିକାନ୍ତି। ଜୟ ଜଗନ୍ନାଥ। ବିଶ୍ୱକୁ ମହାପ୍ରଭୁ ସଦାସର୍ବଦା ଖୁସିରେ ରଖନ୍ତୁ। ନିଜ ଚକ୍ର ଆଢ଼ୁଆଳରେ ରଖି ଶଙ୍ଖରେ ପୁରାଇ ଚକ୍ର ଆଢ଼ୁଆଳରେ ରଖିବା ହୁଅନ୍ତୁ। ସର୍ବେ ଭବନ୍ତୁ ସୁଖିନ ସର୍ବେ ସନ୍ତୁ ନିରାମୟା ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖ ଭାବେ। ଓମ୍ ଶାନ୍ତି।